ନାଇଁ ଆଜି ମୁଁ ଦେଖୁଥିଲି ସୁର ବାବୁଙ୍କ ବଡ଼ ଭାଇ ବଡ଼ ପୁଅ ଗୋଟେ ଭଲ ଷ୍ଟେଟମେଣ୍ଟଟେ ଦେଇଛନ୍ତି ଯେ ପ୍ରଥମ ବାହାଘରଟା ବେଦି ବାହାଘର ହେଲା, ସେକେଣ୍ଡ ବାହାଘରଟା ପୁଣି କାହିଁକି ବେଦି ବାହାଘର ହେଉଛି, କାହିଁକି କୋର୍ଟ ମ୍ୟାରେଜ୍ କରୁନ, କାହିଁକି ଏତେ ଦେଖେଇକି ବାହାଉଛ। ଯେଉଁ ଆଜି ସେ ଗୋଟେ ଷ୍ଟେଟମେଣ୍ଟ ଦେଇଛନ୍ତି ମୋତେ ବହୁତ ଭଲ ଲାଗିଲା ତାଙ୍କର। କାହିଁକି ନା ପ୍ରଥମ ବାହାଘରରେ ଯେତେବେଳେ ବାହାଘର ହୁଏ ତୁମେ ତ ବେଦିରେ କହିଛ ନା କ'ଣ 7 ଜନ୍ମ ପାଇଁ ବନ୍ଧୁ ମାନେ ପତ୍ନୀ ହେଇକି ରହିଲ। ପୁଣି ସେକେଣ୍ଡକୁ ଯାହାକୁ ବାହାରିଲା ତାକୁ ବି କହିଲା 7 ଜନ୍ମ ପାଇଁ। ତାହେଲେ କେତେଟା ଜନ୍ମରେ 14, ତାହେଲେ 14 ଜନ୍ମ ଯାକେ ତୁମେ ଆକୁ ଭାବୁଥିବ ତାକୁ ଭାବୁଥିବ କି? ବାହାରିଲା ଗୋଟେ ନଥାଏ ଯେ 7 ଜନ୍ମ ପାଇଁ ଆମେ ସାଥୀ ହେଇକି ରହିବା, ପ୍ରତ୍ୟେକ ଜନ୍ମରେ ତୁମକୁ ହିଁ ମୁଁ ପାଇବି, ଗୋଟେ ଆମର ବାହାଘର ଅଛି। ତେଣୁ ୟାକୁ ସାଥ ତାକୁ ସାଥ ନା କ'ଣ, ଯେଉଁମାନେ ବାହାଉଛନ୍ତି ଦୁଇଟାକୁ। ତେଣୁ ଗୋଟେକୁ ପ୍ରଥମଟାକୁ ତ ବେଦିରେ ବାହାରିଲା, ସେକେଣ୍ଡଟାକୁ କୋର୍ଟ ମ୍ୟାରେଜ୍ କରିବା କଥା। କିନ୍ତୁ ସେକେଣ୍ଡକୁ ଯେଉଁ ପୁଣି ଯେଉଁ ପ୍ରହସନ କରି ସବୁ ବାହା ହେଉଛନ୍ତି, ୟା ଫଳରେ ଆଜିକାଲିର ପିଢ଼ି ସେମାନେ ବି ସେୟା କରୁଛନ୍ତି। ଗୋଟେ ବାହା ହେଉଛନ୍ତି, ଭଲ ନ ପଡ଼ିଲେ ତାକୁ ଛାଡ଼ୁଛନ୍ତି, ଆଉ ଗୋଟେ ଭାବୁଛନ୍ତି, ତାକୁ ନ ସରିଲେ ଆଉ ଗୋଟେ ଭାବୁଛନ୍ତି, କିମ୍ବା ମନ୍ଦିରରେ ବାହା ହେଉଛନ୍ତି। ସେକେଣ୍ଡ ମ୍ୟାରେଜ୍ଟା ବି ମନ୍ଦିରରେ ଫୁଲମାଳ ଦେଇକି ବାହା ହେଉଛନ୍ତି। ତେଣୁ ଏମାନେ ଯେଉଁ କହୁଛନ୍ତି ଏବେ ଯେଉଁ 4-5 ଜଣ ସବୁ ବାହା ହେଲେ, ତାଙ୍କର ବୋଧେ ବାହା ତିଥି ଫୁଟି ନଥିଲା। ତା'ର ଜାତକ ଅନୁସାରେ ଗୋଟେ ଗୋଟେ ଝିଅ ଦେଖିବେ 30 ବର୍ଷ 32 ବର୍ଷରେ ବାହା ହେବେ, ଗୋଟେ ଭଲ ଭଲ ଝିଅ ବାହାନ୍ତି, ଝିଅମାନେ ଭଲ ଭଲ ପୁଅ ପାଆନ୍ତି। ତେଣୁ ଯାହାର ଯେତେବେଳେ ଯୋଗ ଥାଏ ସେତେବେଳେ ହିଁ ହୁଏ। ଏବେ ବୋଧେ ସେ 4-5 ଜଣଙ୍କର ଯୋଗ ଫୁଟିଛି, ଯାହାଫଳରେ ସମସ୍ତେ ବାହା ହେଉଛନ୍ତି। ଆଉ ଗୋଟେ ଜିନିଷ ହେଲା, ଡିଭୋର୍ସ ହେଲା ପରେ ବାହା ହେଇପାରିବେ, କାହିଁକିନା ଡିଭୋର୍ସ ହେଲା ପରେ ଜଣେ ବାହା ହେଇପାରିବ ନା, ଆଉ ଥରେ ସେ ବାହା ହେଇପାରିବ। କିନ୍ତୁ କାହିଁକି ବାହା ହେଉଛନ୍ତି ତା'ର ଗୋଟେ କାରଣ ଅଛି। ଯେତେ ରାଜନୀତି କର, ଯେତେ ମନ୍ତ୍ରୀ ହୁଅ, ଯେତେ ବଡ଼ ଖେଳାଳି ହୁଅ, ଯେତେ ବଡ଼ ମାନେ ମଣିଷଟେ ହୁଅ, ତା'ର ଶେଷ ବେଳର ସାଥୀ ଜଣେ ସ୍ତ୍ରୀର ସ୍ୱାମୀ ଏବଂ ସ୍ୱାମୀର ସ୍ତ୍ରୀ ଥାଏ। ଯେତେବେଳେ ପିଲାମାନେ ବଡ଼ ହେଇଯାଉଛନ୍ତି, ପିଲାମାନେ ତାଙ୍କ ସ୍ତ୍ରୀକି ଧରିକି ବାହାରକୁ ପଳାଉଛନ୍ତି, ବିଦେଶକୁ ପଳାଉଛନ୍ତି, ସେତେବେଳେ ଯେତେବେଳେ ଏକୁଟିଆ ହେଇଯାଏ ଗୋଟେ ପୁରୁଷଟେ ବା ଗୋଟେ ସ୍ତ୍ରୀଟେ, ତା'ର ମନର କଥା ଗପିବା ପାଇଁ କାହା ପାଖରେ ନଥାଏ। ତେଣୁ ଗୋଟେ ସାଥୀଟିଏ ଦରକାର। ସେଥିପାଇଁ ମାନେ ଯେଉଁମାନେ ଡେରିରେ ବାହା ହେଉଛନ୍ତି ବି ଯେଉଁ କହୁଛନ୍ତି, ବହୁତ ଲୋକ କ୍ରିଟିସାଇଜ୍ କରୁଛନ୍ତି। ନାଇଁ, କ୍ରିଟିସାଇଜ୍ କରିବା ଉଚିତ ନୁହଁ, କାରଣ ତାଙ୍କର ଶେଷ ବେଳର ସାଥୀ, ତାଙ୍କର ଦୁଃଖ କଷ୍ଟ, ଆଜି ଗୋଡ଼ଟା ଖରାପ ମାନେ ଟିକେ ହେଲା, କି ଗୋଟେ ହାତ ଲଗେଇଦେବ, ଗୋଟେ ଖାଇବାକୁ ଇଚ୍ଛା ହେଲା, ଜଣେ ରାନ୍ଧିକି ଗଣ୍ଡେ ଖାଇବାକୁ ଦେବ, ଗୋଟେ ଲୁଗା ଧୋଇବାର ଅଛି ଧୋଇ ପାରୁନି, ସ୍ତ୍ରୀଟେ ଥିଲେ କରିବ, ବା ସ୍ତ୍ରୀ ଯଦି ଅସୁବିଧାରେ ପଡ଼ିଲା ସ୍ୱାମୀଟା କରିବ। ତେଣୁ ପରସ୍ପରକୁ ସହିତ ସେମାନଙ୍କର ସମ୍ପର୍କ ଏମିତି ଥାଏ ଯେ ଶେଷ ବେଳକୁ ନିଜର ଦୁଃଖ ବି ବାଣ୍ଟନ୍ତି, ସମୟ ବି ବାଣ୍ଟନ୍ତି। ତେଣୁ ଜରୁରୀ ସମସ୍ତଙ୍କ ପାଇଁ ଜଣେ ପୁରୁଷ ପାଇଁ ଗୋଟେ ସ୍ତ୍ରୀ ଦରକାର, ସ୍ତ୍ରୀ ପାଇଁ ଜଣେ ପୁରୁଷ। ସେଥିପାଇଁ ସେମାନେ ପଛରେ ରିଏଲାଇଜ୍ କରିଥିବେ ଯେ ନାଇଁ ଆମର ଗୋଟେ ସାଥୀ ଦରକାର। ଆଜିକାଲି ପିଲାମାନେ ଦେଖନ୍ତୁ, ବୃଦ୍ଧାଶ୍ରମ ବଢ଼ି ଚାଲିଲାଣି, ସବୁଆଡ଼େ ବୃଦ୍ଧାଶ୍ରମ। କାହିଁକିନା ଯଦି ପିଲାମାନେ ବାପା ମାଆଙ୍କୁ ଠିକ୍ରେ ପଚାରୁଥାନ୍ତେ, ତାହେଲେ କ'ଣ ବୃଦ୍ଧାଶ୍ରମ ଥାନ୍ତା? କାହିଁକି ବୃଦ୍ଧାଶ୍ରମ ବଢ଼ୁଛି? ପିଲାମାନେ ଯେଉଁ ଆମେ କହୁଛୁ ଆମ ପିଲା ହାୟର ଏଜୁକେସନ୍ କରୁ, ଫରେନ୍ ଯାଉ, ବାହାରକୁ ଯାଆନ୍ତୁ, ବାହାରକୁ ଗଲା ପରେ ସେ ସେଇ ଷ୍ଟାଣ୍ଡାର୍ଡ଼ର ଝିଅକୁ ବାହାରିଲା, ସେମାନେ ତାଙ୍କୁ ଭିଡ଼ିକି ସିଆଡ଼େ ରଖିଲେ। ବାପା ମାଆ ଶେଷକୁ କାହା ହାତରେ, ଚାକର ହାତରେ ରହୁଛନ୍ତି। ବା ଗୋଟେ ନର୍ସିଂ, ଆଜିକାଲି ନର୍ସ ମିଳୁଛନ୍ତି 10-12 ହଜାରରେ ନର୍ସ, ଘରେ ଆସିକି କେୟାର ଟେକର୍ ସେମାନେ କେୟାର ନେଉଛନ୍ତି। ତେଣୁ ଆଉ ପିଲାମାନଙ୍କ ସ୍ନେହ ପାଉନାହାନ୍ତି ବାପା ମାଆ, କି ବାପା ମାଆକୁ ପିଲାମାନେ ସ୍ନେହ କରୁନାହାନ୍ତି। ତେଣୁ ବାପା ମାଆ ଖୋଜିଲେ କ'ଣ ହେବ, ପିଲା ପାଖରେ ରହୁନାହାନ୍ତି। ସେଥିପାଇଁ ଦୁଇ ଜଣଙ୍କର ସ୍ୱାମୀର ସ୍ତ୍ରୀ ଦରକାର, ସ୍ତ୍ରୀର ସ୍ୱାମୀ ଦରକାର।